ଧୂମିଳ ଆକାଶ। କୌଣସି କାମରେ ମନ ଲାଗୁନଥାଏ ତାର। ବାରମ୍ବାର ଦାଣ୍ଡ କବାଟ ଖୋଲି ବାହାରକୁ ଯାଉଥାଏ। ପୁଣି ଫେରି ଆସି ଘରର ଯାବତୀୟ କାମ ସାରିବାକୁ ଚେଷ୍ଟା କରୁଥାଏ। ଚୁଲିରେ ଭାତ ହାଣ୍ଡିଟା ବସେଇଥିଲା। ବୋଧହୁଏ ଜାଉ ହେଇଯିବଣି। ତରବର ହୋଇ ଦୌଡ଼ିଲା ସେ ଭାତ ଗାଳିବା ପାଇଁ। ଆରେ ଏ କ'ଣ? ହାଣ୍ଡିରେ ତ ଚାଉଳ ପଡ଼ିନାହିଁ। ପାଣି ଫୁଟି ଫୁଟି ସରିବାକୁ ହେଲାଣି। ଚାଉଳ ଧୁଆରେ ବତୁରା ଚାଉଳ ବି ସେଇମିତି ରଖା ହେଇଛି। ଜଲ୍ଦି ଜଲ୍ଦି ପାଣି ଢାଳିଲା ସେ ହାଣ୍ଡିରେ। ହାଣ୍ଡିର ଚାଉଁ କିନା ଆବାଜରେ ଚମକି ପଡ଼ିଲା ସେ। ଚାଉଳ ପକେଇ ପୁଣି ଦୌଡ଼ିଲା ଦାଣ୍ଡ ଦୁଆର ଆଡ଼କୁ। ଛାତିଟା ତାର ଧଡ଼ ଧଡ଼ ହେଉଥାଏ କେଉଁ ଅହେତୁକ ଆଶଙ୍କାରେ। ମନ ସ୍ଥିର ହେଉ ନଥାଏ। କ'ଣ ହେଲା? ସ୍କୁଲ ଛୁଟି ହେଇ 2 ଘଣ୍ଟା ହେଇଗଲାଣି। ଏ ଯାଏ ମାମାଲି ଆସିଲାନି କାହିଁକି? ସ୍କୁଲ ଛୁଟି ହେବାର 45 ମିନିଟ୍ ଭିତରେ ତ ଅଟୋ ଆସିଯାଏ। ଆଜି କାହିଁକି ଏତେ ଡେରି? ଛକରୁ ତ 2 ମିନିଟ୍ର ରାସ୍ତା ଘର ଯାଏ। କ'ଣ ହେଲା? ଏ ଯାଏ କାହିଁକି ଆସିଲା ନାହିଁ ଝିଅଟା? କାହାକୁ ବା କହିବ ସେ ମନର କଥା। ମନେ ମନେ ବାବା ଅନନ୍ତ ଗୋସାଇଁଙ୍କୁ ଜୁହାର ହେଉଥାଏ। ମୁଣ୍ଡ ଘୂରେଇ ଦେଲା ଭଳି ଲାଗିଲା ତାର। ନଥିକିନା ଚୁଲି ପାଖରେ ବସି ପଡ଼ିଲା ପାଗିଳି। ଚାରିଆଡ଼େ ଅନ୍ଧାର ଘୋଟିଲା ପରି ଜଣା ପଡ଼ୁଥାଏ ତାକୁ। କୁହୁଳୁଥାଏ ଖଣ୍ଡେ କଣ୍ଡି କାଠ ଚୁଲି ଭିତରେ। ଅଳପ ଅଳପ ନିଆଁ ମାତ୍ର, ଧୂଆଁ ବହୁତ। ଟିକେ ଫୁଙ୍କି ଦେଇ ନିଆଁଟାକୁ ଜଳେଇବା ପାଇଁ ଭାବୁଥାଏ ସେ। ହେଲେ ତାର ସମସ୍ତ ଅବୟବ ସ୍ଥାଣୁ ପାଲଟି ଯାଇଥାନ୍ତି ଯେମିତି। କେବଳ ଶୂନ୍ୟ ଦୃଷ୍ଟିରେ ଦେଖୁଥାଏ ସେ ଭାତ ହାଣ୍ଡରେ ନେସି ହେଇ ଉପରକୁ ଉଠି ଯାଉଥିବା ଧୂଆଁକୁ। ଧଳା ଧୂସର ଧୂଆଁ ସବୁ ଉଡ଼ି ଯାଉଥାନ୍ତି ଉପରକୁ ଉପରକୁ ରୁଅ ପାଉଁଶ ଯାଏ କୁହୁଳି କୁହୁଳି। ଏବଂ ମନେ ପଡ଼ି ଯାଉଥାଏ ତାର ଅଧାଜଳା ଅତୀତର କୁହୁଳା କାହାଣୀ। ସମ୍ଭ୍ରାନ୍ତ ବ୍ରାହ୍ମଣ ପରିବାରରେ ଜନ୍ମ ତାର। ଆଖପାଖ ଅଞ୍ଚଳରେ ନାଁ ଡକା ଜଣାଶୁଣା ପରିବାର। ବାପା ନାମୀ କର୍ମକାଣ୍ଡୀ ପଣ୍ଡିତ। ବାପା ମା, ଭାଇ ଭଉଣୀ, ବଡ଼ ବାପା, ବଡ଼ ମା, ବୁଢ଼ୀ ମା ସମସ୍ତଙ୍କୁ ନେଇ ଏକ ଯୌଥ ପରିବାର। ଖୁବ୍ ସ୍ୱଚ୍ଛଳ ପରିସ୍ଥିତି। କୌଣସିଥିରେ କିଛି ଅଭାବ ନଥାଏ। ହସ ଖୁସି ଆନନ୍ଦ ଉଲ୍ଲାସର ସମୟ ବ୍ୟତୀତ ହୁଏ। ମାତ୍ର ତା କର୍ମକୁ ଏସବୁ ନଥିଲା ବୋଧେ। ନହେଲେ କାହିଁକି ସେ ନିଜେ ନିଜେ ଗୋଡ଼ରେ କୁରାଢ଼ି ମାରିଥାନ୍ତା? ନା କାହିଁକି ସେ କ୍ଷତାତ ବର୍ତ୍ତମାନର ଆହତ ଅବହେଳିତ ଅସ୍ତିତ୍ୱ ହୋଇ ପଡ଼ି ରହିଥାନ୍ତା? ସେତେବେଳେ ତାକୁ 15 କି 16 ବର୍ଷ ହୋଇଥିବ। ପଡ଼ିଶା ଘର ଝିଅ ରୁବିନା ସହିତ ବହୁତ ଘନିଷ୍ଠତା ଥିଲା ତାର। ସାଙ୍ଗରେ ଟ୍ୟୁସନ୍ ଯିବା, ସ୍କୁଲ ଯିବା, ଖେଳକୁଦ ଏସବୁ ନିତିଦିନିଆ କଥା। ଘରେ ସମସ୍ତେ କୁହନ୍ତି ସିଏ କୁଆଡ଼େ ଟିକେ ହେଙ୍ଗିଳି ଥିଲା। ମନ୍ଦ ବୁଦ୍ଧି ସବୁ କଥାକୁ ଠିକ୍ ଭାବରେ ବୁଝିପାରୁ ନଥିଲା। ବଢ଼ିଲା ଝିଅର ଚାଲିଚଳନରେ ସଂସ୍କାର ଏବଂ ସଂଯମତା କିଛି କମ୍ ଥିଲା ତା ପାଖରେ। କେହି କିଛି କହିଲେ ତା କଥାର ମର୍ମ ସେ ବୁଝିପାରେନା କୁଆଡ଼େ। ସେ କିନ୍ତୁ ଏସବୁକୁ ମାନିବାକୁ ରାଜି ନଥାଏ। ସେଥିପାଇଁ ବେଳେ ବେଳେ ବଡ଼ମା ଆଉ ବୁଢ଼ୀମା ତାଗିଦ୍ ବି କରନ୍ତି। ମାଡ଼ ବି ଖାଇଛି କେତେଥର ଏଇଥିପାଇଁ। ଯିଏ ନିଜର ଭୁଲକୁ ଭୁଲ ମାନି ନାହିଁ ସେ ଭୁଲ ସୁଧାରିବ ବା କାହିଁକି? ତେଣୁ ନିଜର ଭୁଲ ସୁଧାରିବା ପରିବର୍ତ୍ତେ ସେ ବିଦ୍ରୋହୀ ହୋଇ ଉଠେ। ଅନେକ ସମୟରେ କାହାରି ନା କାହାରି ସାଙ୍ଗରେ କଳି କରି ବସେ ସେ। ଘରର ପରିବେଶ ତାକୁ ଅଶାନ୍ତ ଏବଂ ଅସହ୍ୟ ବୋଧ ହୁଏ କ୍ରମଶଃ। ନିଜ ମନ କଥା କାହାକୁ କହିପାରେନା ସେ। ଘରେ ମନ ଲାଗେନା ତାର। ବୁଲିବା ବାହାନାରେ ରୁବିନା ପାଖରେ ଯାଇ ବସେ। 2 ସାଙ୍ଗ ନଈ ଆଡ଼କୁ ଅବା ସଡ଼କ ଆଡ଼େ ବୁଲି ଯାଆନ୍ତି। ସେତେବେଳେ ସେ ରୁବିନା ପାଖରେ କହେ ସବୁ କଥା। ତାର ବା କେତେ ବୁଦ୍ଧି। 2 ଜଣ ଯାକ ଅପରିପକ୍ୱ ଏବଂ ଅବାଧ ବୟସର ଦୁଆର ଉପରେ ପାଦ ଥାପିଥାନ୍ତି। ତାପରେ ବି କିଛି ପରିସ୍ଥିତି ଏକାଭଳି। ବସିବା, ଉଠିବା, ହସିବା, କଥା କହିବା ସବୁଥିରେ ପ୍ରତିବନ୍ଧ। ତାକୁ ବି ଭଲ ଲାଗୁନଥିଲା। ତେଣୁ ପରସ୍ପରକୁ ଠିକ୍ ବୋଲି ସାବ୍ୟସ୍ତ କରିବା ଆଳରେ ଅନ୍ୟ ସମସ୍ତଙ୍କୁ ଭୁଲ ବୁଝି ବସନ୍ତି 2 ସାଙ୍ଗ। ମେଟ୍ରିକ୍ ପାସ୍ କଲା ପରେ ନିଜ ଗାଁଠାରୁ 5 କିଲୋମିଟର ଦୂରରେ ନୂଆ କରି ଖୋଲିଥିବା ଏକ କଲେଜରେ 2 ଜଣଙ୍କର ଦାଖିଲା ହୁଏ। କଲେଜ ବି ସାଙ୍ଗରେ ଯାଆନ୍ତି ପ୍ରତିଦିନ। କଲେଜରେ ବନ୍ଧୁତା ହୁଏ କେତେ ଝିଅ ପୁଅଙ୍କ ସହିତ। କ୍ରମଶଃ ଘନିଷ୍ଠତା ବଢ଼ି ବଢ଼ି ଚାଲେ ତାର ବିକାଶ ସହିତ। ବେଶ ପୋଷାକରୁ ବିକାଶର କଲେଜର ଛାତ୍ର ଭାବିନିଏ ସେ। ତାକୁ ଜଣା ନଥାଏ ବିକାଶ କଲେଜରେ କାମ କରୁଥିବା ଜଣେ ଦିନ ମଜୁରିଆ ବୋଲି। ବନ୍ଧୁତା କେତେବେଳେ ପ୍ରେମରେ ପରିବର୍ତ୍ତନ ହୋଇଯାଏ ଜାଣିପାରେନା ସେ। ଚୋରାପିରତି ବହୁ ଦିନ ଲୁଚି ରହିପାରେନା।
କଲେଜର ସାଙ୍ଗସାଥୀ ମାନେ ପରେ ପରେ ଘରେ ବି ସମସ୍ତେ ଜାଣିଗଲେ। କଲେଜରେ ଉପହାସର ପାତ୍ରୀ ଏବଂ ଘରେ ତିରସ୍କାର ତା ପାଇଁ ଅସହ୍ୟ ହୋଇ ପଡ଼ୁଥାଏ। ବାପା ମା, ବଡ଼ ବାପା, ବଡ଼ ମା, ବୁଢ଼ୀ ମା ସମସ୍ତଙ୍କ ବୁଝେଇବା ବିଫଳ ହୁଏ। ବାରମ୍ବାର ରୋକଟୋକ ଗାଳି ଗୁଲଜରେ ଆହୁରି ଜିଦ୍ଦି ହୋଇଯାଏ ସେ। ଗାଳି ମାଡ଼ର ପ୍ରଭାବ ଓଲଟା ପଡ଼ିବାକୁ ଲାଗେ। ଧୀରେ ଧୀରେ କିଛି ଗାମ୍ଭୀର୍ଯ୍ୟ ପରିଲକ୍ଷିତ ହୁଏ ତାର ଆଚରଣରେ। କେବଳ ବୁଢ଼ୀ ମା'କୁ ଛାଡ଼ି କାହାରି ସହିତ ବେଶୀ କଥାବାର୍ତ୍ତା କରିବା ପସନ୍ଦ କରୁନଥାଏ ସେ। ନିହାତି ଦରକାର ହେଲେ କାହାରି ସହିତ କଥା ହୁଏ ନା। ଘରର ସମସ୍ତେ ଟିକେ ଆଶ୍ୱସ୍ତ ହୋଇଯାଆନ୍ତି, ଭାବନ୍ତି ସବୁ ଠିକ୍ ହେଉଛି ବୋଧେ। ଏ ବୟସରେ ଅନେକ କ୍ଷେତ୍ରରେ ଏ ପ୍ରକାର ଆଚରଣ ଦେଖିବାକୁ ମିଳେ ଏବଂ ଉଚିତ ଅନୁଶାସନ ଏବଂ ମାର୍ଗଦର୍ଶନରେ ସାକାର ପରିବର୍ତ୍ତନ ମଧ୍ୟ ହୁଏ। ଝିଅର ଗାମ୍ଭୀର୍ଯ୍ୟକୁ ସେହି ପରିବର୍ତ୍ତନ ପରିଣାମ ଭାବି ଆଶ୍ୱସ୍ତ ହୋଇଯାଆନ୍ତି ସମସ୍ତେ ଏବଂ ସବୁ ଠିକ୍ ଅଛି ଭାବି ନିଅନ୍ତି। ଆଜି ଅନୁଭବ କରିପାରୁଛି ସେ କିଛି ଠିକ୍ ନଥିଲା ସେଦିନ। ତାର ଅପରିପକ୍ୱ ମାନସିକ ସ୍ଥିତି ତାକୁ ଟାଣି ନେଉଥାଏ ଏକ ଅନ୍ଧାରୀ ଗହ୍ୱର ଭିତରକୁ ପ୍ରକାଶର ପ୍ରେମ ମାଧ୍ୟମରେ। ସେଦିନ କଲେଜରେ ପରୀକ୍ଷା ଥାଏ। ସାଇକେଲ ନେଇ ଘରୁ ବାହାରିଲା, ଆଉ ଫେରିଲାନି। ସେ ନିଜେ ବି ଜାଣିପାରିନଥିଲା ବିକାଶ ସାଥିରେ ସେ କୁଆଡ଼େ କୁଆଡ଼େ ଯାଇଛି, କେଉଁ ପରିସ୍ଥିତିରେ କେଉଁଠି ରହିଛି। ସେପଟେ ଘରେ ସମସ୍ତେ ବ୍ୟସ୍ତ, ଖୋଜାଖୋଜି ଚାଲିଥାଏ ଚାରିଆଡ଼େ। ତେଣୁ ଲୁଚି ଲୁଚି କାହିଁ କେତେ ଠିକଣା ବଦଳେଇ ରହିଥିଲେ ସେ ଦୁହେଁ ପୋଲିସ ଭୟରେ। କେତେ ଯେ କର୍ଦ୍ଦଜ ସେ କେତେ ମାସର ରହଣି। ନିଜକୁ ନିଜେ ହଜାରେ ବାର ଧିକ୍କାରିଥିଲା। ସେ ମାତ୍ର ଘରକୁ ଫେରିବାର ସାହସ କରିପାରିନଥିଲା। ସେତେବେଳେ ସେ ଅନୁଭବ କରିସାରିଥିଲା ପ୍ରକୃତରେ ହେଙ୍ଗିଳିଟା ଥିଲା ସିଏ। ନହେଲେ ଏପରି କାହାରି କଥାରେ ପଡ଼ି ଘର ଛାଡ଼ି ପଳେଇ ଆସି ନଥାନ୍ତା। ସେ ପୁଣି ଏକ ବେକାର ଅଶିକ୍ଷିତ ନିମ୍ନ ସ୍ତରର ଯୁବକ ସହିତ। ନେଡ଼ିଗୁଡ଼ କହୁଣିକି ବୋହିଗଲା ପରେ ଜିଭ ପାଏନି। ମନ ଦୁଃଖକୁ ମନରେ ମାରି ସମୟ ବିତାଏ ସେ। କାନ୍ଦି ପାରେନା ସେ। ନିଜ ଦୁଃଖ ପାଇଁ କାହାକୁ ଦୋଷ ଦେଇ କାନ୍ଦିବ ଯେ? ସବୁ ପାଇଁ ତ ସେ ନିଜେ ହିଁ ଦାୟୀ। ଆଖି ଲୁହ ବି ତାର ବଡ଼ ଜିଦ୍ଦି। ଗଳା ରୁନ୍ଧି ଆସେ କେବେ କେବେ, ହେଲେ ଲୁହ ସବୁ ଜମାଟ ବାନ୍ଧି ରହିଯାଆନ୍ତି ଛାତି ତଳେ। କାନ୍ଦି ବୋବେଇ ନିଜକୁ ଦୁର୍ବଳ ଦର୍ଶାଇବା ପସନ୍ଦ ନୁହେଁ ତାକୁ। ଏତେ ସବୁ ଅପ୍ରୀତିକର ପରିସ୍ଥିତି ଭିତରେ କେବଳ ଗୋଟେ କଥା ଆଶ୍ୱସ୍ତି ଦେଇଯାଏ ଟିକିଏ, କି ଶାଶୁଘରେ କେହି ହତାଦର କରନ୍ତିନି ତାକୁ। ଗୋଟେ ସମ୍ଭ୍ରାନ୍ତ ଘରର ଝିଅ ଆଜି ଦାରିଦ୍ର୍ୟତା ଭିତରେ ଜୀବନଯାପନ କରୁଛି। ଏଥିପାଇଁ ନିଜ ପୁଅକୁ ଦୋଷ ଦିଅନ୍ତି ପଛେ କେହି ତାକୁ ମୁହଁ ତୁଟେଇ କିଛି କହନ୍ତି ନାହିଁ। ସେହି ସମ୍ବଳ ତାକୁ ବଞ୍ଚିବାର ସାହସ ଦେଇଛି। 1.5 ବର୍ଷ ବିତିଗଲାଣି ଏହା ଭିତରେ। ବହୁତ ମନେ ପଡ଼େ ବୁଢ଼ୀ ମା କଥା, ବଡ଼ ମା ବଡ଼ ବାପାଙ୍କ କଥା, ବାପା କଥା। ହେଲେ କାହାରିକୁ କିଛି କହିପାରେନା। ନିଜ ବେଦନା ସବୁକୁ ସହି ସହି ନିଜ ସଂସାର ଚଳାଉ ଚଳାଉ ପାଗିଳି ଏବେ ଗୃହିଣୀ ପାଲଟି ଯାଇଛି। ଦିନେ ସାହସ କରି ବାପାକୁ ଫୋନ୍ କରିଥିଲା ସିଏ, ମାତ୍ର କିଛି କଥା କହିପାରିଲା ନାହିଁ। ସେପଟୁ ବାପର ଡହଳ ବିକଳ ହେଉଥିବା ହୃଦୟଟା ଶୁଣିପାରୁଥିଲା ସେ ନୀରବତାର ବିଳାପ। କାନ୍ଦ କାନ୍ଦ ସ୍ୱରରେ ପଚାରୁଥିଲା, କିଏ ମୋ ପାଗିଳି କିରେ? ବାରମ୍ବାର ନିରୁତ୍ତର ଫେରି ଯାଉଥିଲା ସେ। କାକୁସ୍ଥ ଜିଜ୍ଞାସା ମାତ୍ର ନିଜର କୋହକୁ ଚାପି ଧରିଥିବା ଓଠକୁ ଖୋଲି ପାରିନଥିଲା ସେ ଏବଂ ଫୋନ୍ କାଟି ଦେଇଥିଲା। ଦୁଇପଟେ ଦୁଇଟି ହୃଦୟ ଡହଳ ବିକଳ ହେଉଥାନ୍ତି, ମାତ୍ର କିଛି ଫରକ ପଡ଼ୁନଥାଏ ଏ ନିଷ୍ଠୁର ସମୟକୁ ଅବା ସମାଜକୁ। ବାପ ଝିଅ ଦୁଇ ଜଣ ଯାକ ସମାଜ ଭୟରେ ସମୟର କ୍ରୂର ପ୍ରହାରକୁ ଆତ୍ମସାତ୍ କରୁଥାନ୍ତି। 2-3 ଦିନ ପରେ ପୁଣି ଫୋନ୍ କରି ସବୁ କଥା ବାପାଙ୍କୁ କହିଦେଇଥିଲା ସେ। ସେଦିନ ଜମା କାନ୍ଦି ନଥିଲା ସେ। ନିଜର ଭୁଲ ମାନି ନେଇ ନିଜେ ପ୍ରାୟଶ୍ଚିତ କରିବାର ନିରୁପାୟ ନିର୍ଣ୍ଣୟ ଶୁଣେଇଥିଲା। ବାପା ମଧ୍ୟ କିଂକର୍ତ୍ତବ୍ୟ ବିମୂଢ଼। ନା ଜ୍ୱାଇଁକି ଗ୍ରହଣ କରିପାରିଲେ, ନା ଝିଅକୁ ଛାଡ଼ି ପାରିଲେ। ଆଜି ବି ସମ୍ପର୍କଟା ଓହଳିଛି ମଞ୍ଚା ତଳେ ଝୁଲୁଥିବା ବୁଢ଼ା ଜହ୍ନିଟିଏ ଭଳି। ଏବେ ବେଦନା ସବୁ ଗଦା ହୋଇ ହୋଇ ନିଥର ହୋଇସାରିଲେଣି। ଆଖି ପାଣି ତ ଅନେକ ଆଗରୁ ଶୁଖି ସାରିଥିଲା। ଘର ସଂସାରର ଅଭାବ ଅନାଟନ ସହିତ ଯୁଝୁ ହେଙ୍ଗିଳି ପାଗିଳିଟା ଏବେ ବହୁତ ସତର୍କ ଏବଂ ଅନେକ ପରିପକ୍ୱ ହୋଇଗଲାଣି। ସେ ମା ହୋଇଗଲାଣି। ମାମାଲି ତା ଝିଅ। ତା ମନ ଭିତରର ଡରଟା ଆଜିକାଲି ଅଧିକ ଭୟାନକ ହୋଇ ଉଠିଛି। ତାର ଝିଅ ମାମାଲି ଏବେ 11 ବର୍ଷର ହେଲାଣି। ଚିତ୍କାର କରେ ଏକାନ୍ତରେ, ନା ତା ଝିଅ ପାଗଳି ନୁହେଁ, ସେ ମାମାଲି। ତାକୁ କେହି ବିକାଶ ବହଲେଇ ଫୁସୁଲେଇ ପାରିବେ ନାହିଁ କିମ୍ବା କୌଣସି ସମୟ
ଅବା ସମାଜ ତାକୁ ଅଲଗା କରିପାରିବ ନାହିଁ ତାଠାରୁ। ମେଞ୍ଚେ ପେଜ ଭାତ ହାଣ୍ଡିର ଢାଙ୍କୁଣୀକୁ ଠେଲି ବୋହି ଆସିଲା ହାଣ୍ଡି ତଳକୁ। ଚମକି ପଡ଼ି ଢାଙ୍କୁଣୀଟିକୁ ଟିକେ ଆଡ଼େଇ ଦେଲା ସେ। ଦାଣ୍ଡ କବାଟ ଖୋଲିବାର ଶବ୍ଦ ଶୁଣି ଦୌଡ଼ିଗଲା ସେ ଦୁଆର ଯାଏ। ଜୋତା ଖୋଲୁ ଖୋଲୁ ମାମାଲି କିଛି କହିବାକୁ ଚାହୁଁଥାଏ, ମାତ୍ର ତାକୁ କୁଣ୍ଢେଇ ଧରି ଚୁମା ପରେ ଚୁମା ଦେଇ ଚାଲିଥାଏ ପାଗିଳି। ଆଖିରୁ ତାର ଝରଝର ଝରି ଚାଲିଥାଏ ଅନେକ ଦିନର ସାଇତା ଧାର ଧାର ଲୁହ। ଝିଅକୁ ଗେଲ କରୁ କରୁ ପଚାରିଲା, ସେ ଆଜି ଏତେ ଡେରି କାହିଁକି କଲା? ବ୍ୟାଗ୍ ତଳେ ରଖୁ ରଖୁ ମାମାଲି କହୁଥାଏ, ଲୋ ମା ତୁ ସତରେ ପାଗିଳିଟେ। କାଲି ପା ତତେ କହିଥିଲି ସ୍କୁଲରୁ ଫେରିଲା ବେଳେ ରୁବିନା ଘର ହେଇକି ଆସିବି ବୋଲି, ତୋର କିଛି ମନେ ରହୁନି। କାଲି ରୁବିନାର ଜନ୍ମଦିନ ଗଲା। ସତ୍ୟନାରାୟଣ ପୂଜା କରିଥିଲେ। ସିଏ ମୋ ପାଇଁ ଭୋଗ ରଖିଥିଲା ତୋ ଲାଗି ପଠେଇଛି। ରହ ବେଗରୁ ବାହାର କରି ଦେଉଛି। ଝିଅକୁ କୋଳେଇ ଗେଲ କରୁଥାଏ ପାଗିଳି। ସତେ ଅବା ତାର କୌଣସି କଥାରେ କିଛି ମତଲବ ନାହିଁ। କାହିଁ କେତେ ଦିନର ସାଇତା କୋହ ସବୁ ଲୁହ ହୋଇ ଝରି ଯାଉଛନ୍ତି ଝରଝର। ଏବଂ ମାମାଲି ତାର କୁନି କୁନି ପାପୁଲିରେ ଲୁହ ପୋଛୁ ପୋଛୁ କହୁଥାଏ, ମା ଲୋ ମୁଁ ପା ତୋ ପାଖରେ ଅଛି, ପୁଣି ଏତେ କାନ୍ଦୁଛୁ କାହିଁକି? ପଣତ କାନିରେ ମୁହଁ ପୋଛି ଭାତ ଗାଳି ବସିଲା ପାଗିଳି। ଟୋପା ଟୋପା ହୋଇ ପେଜ ସବୁ ନିଗିଡ଼ି ପଡ଼ୁଥାନ୍ତି। ତତଲା ପେଜରୁ ବାମ୍ଫ ସବୁ ଉଠୁଥାନ୍ତି ଉପରକୁ ଉପରକୁ ଏବଂ ସୃଷ୍ଟି କରୁଥାନ୍ତି ତା ଆଖି ସାମ୍ନାରେ ଏକ ଧୂମିଳ ଆକାଶ। ଶ୍ରୋତା ବନ୍ଧୁ, ଯଦି ମୋ ଗପଟି ଭଲ ଲାଗିଥାଏ ଗପଟିକୁ ଲାଇକ୍ ଆଉ ସେୟାର କରିଦେବେ। कमेंट बॉक्स रे कमेंट निश्चय देबे। जदि मो चैनल नुआ थिबे चैनल को सब्सक्राइब कर देबे आउ बेल आइकन को दबाई देबे, जहा द्वारा मु अपलोड करथिबा वीडियो रो नोटिफिकेशन प्रथमे आपण पाई परिबे। रॉयली नमस्कार, वीडियो को लाइक कर सब्सक्राइब